କେଦାର ବ୍ରତ କଥା। ଏକ ଦିନକରେ ନେମିଷା ଋଷି କୁନ୍ତୀକୁ ଶଙ୍ଖଳି ଗଲେ। ବନସ୍ତରେ ଯାଉ ଯାଉ କୁନ୍ତୀକୁ ଭେଟିଲେ। କୁନ୍ତୀଙ୍କ କୁଶଳ ପୁଛିଲେ। କୁନ୍ତୀ ବୋଇଲେ, କି କୁଶଳ କହିବି। ଦୁର୍ଯ୍ୟୋଧନ ରାଢ୍ୟରେ ରାଜା ହେଲା, ଗାଦ୍ୟରେ ରାଜା ହେଲା। ଆତ୍ମ ସହିତେ ପୁତ୍ରମାନେ ବନବାସ କଲେ, ଅତି ଦୁଃଖ ପାଇଲେ। ଏହା ଶୁଣି ନୈମିଷା ଋଷି କହିଲେ, ଏବେ ତୁମ୍ଭେମାନେ କେଦାର ବ୍ରତ କର। ଏହା ଶୁଣି କୁନ୍ତୀ କହିଲେ, ସେ ବ୍ରତ କେଉଁ ଯୁଗେ କେଉଁ କାଳେ କେହୁ କରିଥିଲେ, କି ରୂପ ସେ ବ୍ରତ କରନ୍ତି, ଏହା କହନ୍ତୁ। ଏହା ଶୁଣି ନେମିଷା ଋଷି କହିଲେ, ଏବେ ଶୁଣିବା ହୁଅନ୍ତୁ। ପୂର୍ବ କାଳରେ ସତ୍ୟଯୁଗରେ ଏ ବ୍ରତ ସ୍ୱର୍ଗର ଅପ୍ସରାମାନେ କରନ୍ତି। ଏବେ ତୁମ୍ଭେ ଏ ବ୍ରତ କର। କାର୍ତ୍ତିକ ପୂର୍ଣ୍ଣମୀ ଦିନ ଏ ବ୍ରତ କରିବ। ସର୍ବତ୍ର ରୁଦ୍ରମଣ୍ଡଳ କାଟିବ। ତତ୍ପରେ ଈଶ୍ୱର ପାର୍ବତୀ ସ୍ଥାପିବ। ନନ୍ଦୀ ଭୃକୁଟି ଦ୍ୱାରେ ସ୍ଥାପିବ। 21 ଖିଅରେ ବ୍ରତ କରିବ। ବ୍ରତରେ 21 ଗଣ୍ଠି କରିବ। 21 ନାଡ଼ତୁବ କରିବ। 21 ଗୁଆ କରିବ। ଆପମାରଙ୍ଗ ଦାନ୍ତକାଠି 21 ଖଣ୍ଡ କରିବ। 21 ଫଡ଼ା ହଳଦୀ କରିବ। 21 ବର୍ଣ୍ଣର ଫୁଲ କରିବ। ବଟ ଫଳ 21 କରିବ। ବର ଓହଳ 21 ଖଣ୍ଡ କରିବ। 21 ପାନପତ୍ର କରିବ। 21 ବର୍ଣ୍ଣର ପିଠା କରିବ। ଅଁଳା ବୋଲି 21 କରିବ। ବରପିଠା 21 କରିବ। କଦଳୀ ନଡ଼ିଆ ଆଖୁ ବାଢ଼ିବ। ଘୃତ ଦୀପ ଜାଳିବ। ଈଶ୍ୱର ପାର୍ବତୀଙ୍କୁ ସ୍ମରଣ କରିବ। ଶ୍ରୀ କେଦାରନାଥଙ୍କୁ ସ୍ମରଣ କରିବ। ନୈବେଦ୍ୟ କରିବ। ଫୁଲ ଦୁବ ମଥାରେ ଘେନିବ। ଯାହା ମନାସିଲେ ତାହା କେଦାରନାଥ ପ୍ରସନ୍ନ ହୋଇ ଦିଅନ୍ତି। ମନୋକାମନା ସିଦ୍ଧ କରନ୍ତି। ଏହା ଶୁଣି କୁନ୍ତୀ ପଚାରିଲେ, ଏ ବ୍ରତ କରି କେଉଁମାନେ କେଉଁ ଫଳ ପାଇଲେ, ତାହା ମୋତେ କୁହନ୍ତୁ। ଏହା ଶୁଣି ନୈମିଷା ଋଷି କହିଲେ, ଶୁଣିବା ହୁଅନ୍ତୁ। ସତ୍ୟଯୁଗରେ ଏକ ବ୍ରାହ୍ମଣ ଚକରିଆ ପଣ୍ଡା ବୋଲି ଥାଏ। ତାହାର ଭାରିଜା ନାମ ସୁଶୀଳ। ଚକରିଆ ପଣ୍ଡାର ଦୁହିତା ଯୋଡ଼ିଏ। ଗୋଟିଏ ନାମ ଭାଗ୍ୟବତୀ, ଅନ୍ୟଟି ନାମ ପୁଣ୍ୟବତୀ। ସେ ଅତି ଦରିଦ୍ର। ଗୋଟିଏ ଗାଁ ଗଲେ ମାଣେ ମିଳେ, 10 ଗାଁ ଗଲେ ମାଣେ ମିଳେ। ଖାଇବାର ପେଜ ନାହିଁ, ପିନ୍ଧିବାକୁ କନା ନାହିଁ। ଦୁହିତା ଯୋଡ଼ିକ ଛଣ୍ଡାକନା ଗଣ୍ଠି ପକାଇ ପିନ୍ଧୁଥାନ୍ତି। ବସନ୍ତକୁ ଘଷି ଗୋଟାଇବାକୁ ଯାଉଥାନ୍ତି। ଅତି କଷ୍ଟରେ ଅତି ଦୁଃଖରେ ଦିନ କାଟୁଥାନ୍ତି। ଏକ ଦିନକରେ ଘଷି ଗୋଟାଇବାକୁ ବନସ୍ତକୁ ଯାଇଥିଲେ। ଘଷି ଗୋଟାଇବାକୁ କୁଣ୍ଡିରେ ପୁରାଇଲେ। ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ତିଥି ସୋମବାର ହୋଇଥିଲା। ସ୍ୱର୍ଗରୁ ଦେବକନ୍ୟାମାନେ ମଞ୍ଚକୁ ଆସିଥିଲେ। ଗୋଟିଏ ମଣ୍ଡପ ଦେଖିଲେ। ସେହି ମଣ୍ଡପ ଉପରେ ଦେବକନ୍ୟାମାନେ ରହିଥିଲେ। ନଦୀକି ସ୍ନାନ କରି ଗଲେ। ସ୍ନାନ ସାରି ପାଟପତିନି ପିନ୍ଧିଲେ। ସେହିଠାରେ ରୁଦ୍ରମଣ୍ଡଳ କାଟିଲେ। ଈଶ୍ୱର ପାର୍ବତୀ ସ୍ଥାପିଲେ। ନଦୀ ଭୃକୁଟି ସ୍ଥାପିଲେ। କେଦାରନାଥଙ୍କୁ ସ୍ମରଣ କଲେ। ବନସ୍ତରୁ 21 ବର୍ଣ୍ଣର ଫଳ ଆଣିଲେ। 21 ଗୁଆ ଆଣିଲେ। 21 ପାନ ଆଣିଲେ। 21 ବରଫଳ ଆଣିଲେ। 21 ଖଣ୍ଡ ବର ଓହଳ ଆଣିଲେ। 21 ଅଁଳା କୋଳି ଆଣିଲେ। 21 ଦୁବ ଆଣିଲେ। ବର ଓହଳକୁ 21 ଗଣ୍ଠି ପକାଇ ବ୍ରତ କଲେ। କଦଳୀ ନଡ଼ିଆ ଆଖୁ ପୂଜା କଲେ। କେଦାରନାଥଙ୍କୁ ସ୍ମରଣ କରି ଧୂପ ଦୀପ ଦେଲେ। ନୈବେଦ୍ୟ କଲେ। ହୁଳହୁଳି ଦେଲେ। ଏମନ୍ତ ସମୟରେ ଚକରିଆ ପଣ୍ଡାର 2 ଝିଅ ଦେବକନ୍ୟାଙ୍କୁ ଦେଖିବାକୁ ଗଲେ। ଦେବକନ୍ୟାମାନେ ପୂଜା ସାରି ଦୁବ ତଣ୍ଡୁଳ ମଥାରେ ଘେନିଲେ। ବ୍ରତ ବାହୁରେ ବାନ୍ଧିଲେ। କେଦାର ଗୋସାଇଁଙ୍କ ସାଷ୍ଟାଙ୍ଗ ହୋଇ ଦଣ୍ଡବତ କଲେ। ପୂଜା ପ୍ରସାଦ ଆନନ୍ଦରେ ପାଇଲେ। ହାତ ଧୋଇବାକୁ ବାହାରକୁ ଆସିଲେ। ଚକରିଆ ପଣ୍ଡାର 2ଟି ଝିଅ ସେଠାରେ ଠିଆ ହୋଇଛନ୍ତି। ଦେବକନ୍ୟାମାନେ ଦେଖି ପଚାରିଲେ, ତୁମ୍ଭେ କିଏ ସେ କହ? ରାକ୍ଷସୁଣୀ କି ପିଶାଚୁଣୀ? ଭୂତ କି ଡାହାଣୀ? କହ, ନୋହିଲେ ଶାପ ଦେବୁ, ଜଳିଯିବ। ତାହା ଶୁଣି ଚକରିଆ ପଣ୍ଡାର 2 ଝିଅ ଘଷି ଟୋକାଇ ତଳେ ଥୋଇଦେଲେ। ଗୋଡ଼ ତଳେ ପଡ଼ି କହିଲେ, ଆମେ ଡାହାଣୀ ନୋହୁଁ, ରାକ୍ଷସୁଣୀ ନୋହୁଁ, ଭୂତ କି ପିଶାଚୁଣୀ ନୋହୁଁ। ଚକରିଆ ପଣ୍ଡାର 2 ଝିଅ, ଆମେ ଘଷି ପାଇଁ ଆସିଥିଲୁ। ପଦ୍ମ ସରୋବର ଦେଖି କହିଲୁ, ଖାଇବାକୁ ପେଜ ନାହିଁ, ପିନ୍ଧିବାକୁ କନା ନାହିଁ। ତାହା ଶୁଣି ଅପସରାଏ ବୋଇଲେ, ତୁମେ କେଦାର ବ୍ରତ କର ନାହିଁ କି? ଏହା କହି ସେଇ 2 ଭଉଣୀକୁ 2 ଖଣ୍ଡ ବ୍ରତ ଦେଲେ। ତୁମ୍ଭେ 2 ଭଉଣୀ କେଦାର ବ୍ରତ କର। ଏହା କହି ଦେବକନ୍ୟାମାନେ ସ୍ୱର୍ଗକୁ ଚାଲିଗଲେ। ଚକରିଆ ପଣ୍ଡାର 2 ଝିଅ ସ୍ନାନ କରିଗଲେ। ପିନ୍ଧିଥିବା କନା ଖଣ୍ଡକ ହୁଡ଼ାରେ ରଖିଲେ।
ସ୍ନାନ କରି ଆସି ଦେଖିଲେ କନାଦି ଖଣ୍ଡକ ପାଟପତନି ହୋଇଛି। ସେହି ପାଟ ପିନ୍ଧିଲେ, ବରଫଳ ଗୁଆ କଲେ, ବର ଓହଳ ବ୍ରତ କଲେ, ବରପତ୍ର ପାନ କଲେ, ବର ଛାଲି ହଳଦୀ କଲେ, 21 ନାଡ଼ ଦୁବ କଲେ, 21 ବରଫଳ ଆଣିଲେ, ବନସ୍ତର ନାରିକେଳ କଦଳୀଆକୁ ଆଣିଲେ, କେଦାରନାଥଙ୍କୁ ସ୍ମରଣ କରି ଓଷା ପୂଜିଲେ, ଅର୍ଘ୍ୟ ଦେଲେ, ହୁଳହୁଳି ଦେଲେ, ଫୁଲ ଧୂପ ଘେନିଲେ, ବ୍ରତ ଲଗାଇଲେ, ପ୍ରସାଦ ପାଇଲେ, ଘଷି କୁଣ୍ଡ ଧରି ଘରକୁ ଗଲେ। କେଦାରନାଥଙ୍କ ଆଜ୍ଞାରୁ ସେ ଘରେ କେଣେ କଲା ଜଗତି ଅଟାଳି ହୋଇଛି, ମେଢ଼ ମଣ୍ଡପ ହୋଇଛି, ଦୁଆରେ ହାତୀ ଘୋଡ଼ା ବନ୍ଧା ହୋଇଛି, ପ୍ରହରୀମାନେ ଜଗିଛନ୍ତି। ଦୁଇ ଭଉଣୀ ତାଟକ ହେଲେ। ମା ଜଗତରେ ଥାଇ ଦେଖୁଥିଲା, ଦୁଇ ଝିଅଙ୍କୁ ପାଛୋଟି ନେଲା। ଘଷି ଉବୁଡ଼ି ଦେଲାବେଳକୁ ଘଷିବାର ସୁବର୍ଣ୍ଣ ହୋଇଛି। କେଦାରନାଥଙ୍କ କୃପାରୁ ନିଶ୍ଚିନ୍ତରେ ଘରଦ୍ୱାର କଲେ। ସେହି ଗ୍ରାମରେ ରାଜା ଚକୁଡ଼ିଆ ପଣ୍ଡାର ବଡ଼ ଝିଅକୁ ବିଭା ହେଲା, ସାନ ଝିଅ ମନ୍ତ୍ରୀକି ବିଭା ହେଲା। ଶ୍ରୀ କେଦାରନାଥ କୃପାରୁ ଦୁଇ ଭଉଣୀ ଉତ୍ତମ ସୁଖ ପାଇଲେ। ଦିନେ ରାଜା ମହାଦେଇ ହାତରେ ସୂତବ୍ରତ ଦେଖିଲେ। ସେ ସୂତାବ୍ରତ କଲରା ଗଛ ମୂଳରେ ଫିଙ୍ଗିଦେଲେ, ସୁନା ବ୍ରତ ଆଣି ଲଗାଇଲେ। ମନରେ ବେଶୀ ଗର୍ବ କଲେ। ଗର୍ବ ଗଞ୍ଜନାଥ ଶ୍ରୀ କେଦାରନାଥ ଗୋସାଇଁ ଜାଣିଲେ, ଆମ୍ଭଠାରେ ରାଜା ବେଶୀ ଗର୍ବ କଲା, ଏହା ଗର୍ବକୁ ଖର୍ବ କରିବା। ତାଙ୍କର ଯେତେ ଦ୍ରବ୍ୟ ଥିଲା, ସେ ଦ୍ରବ୍ୟ ସବୁ କେଦାରନାଥ ହରଣ କଲେ। ଦିନକୁ ଦିନ ଚକୁଡ଼ିଆ ପଣ୍ଡାର ଝିଅ ଅନେକ ଦୁଃଖ ପାଇଲା। କେତେ ଦିନ ଗଲା ଉତାରୁ ରାଜା ମହାଦେଇ ଭିକ୍ଷା ମାଗିଲେ। ଯେଉଁ ବ୍ରତକୁ ଛିଣ୍ଡାଇ କଲରା ଗଛ ମୂଳରେ ଫିଙ୍ଗି ଦେଇଥିଲେ, କଲରା ଗଛ ମୂଳରେ ବ୍ରତ ପଡ଼ିଥିବାରୁ ସୁବର୍ଣ୍ଣ କଲରା ଫଳିଲା। ସେହି କଲରାକୁ ଚକୁଡ଼ିଆ ପଣ୍ଡାର ଝିଅ ନେଇ କୁମୁଟି ଘରେ ବିକ୍ରି କରୁଥାଏ। ସାଲେ ବଡ଼େ ଆଣି ପେଟି ପୋଷୁଥାନ୍ତି। ଏପରି ନାନା ଦୁଃଖ ପାଇଲେ। ରାଜ୍ୟ ଭ୍ରଷ୍ଟ ହେଲା, ହତଲକ୍ଷ୍ମୀ ହେଲେ। କେତେ ଦିନ ଗଲା ଉତାରୁ ରାଜାଙ୍କ ଭାରିଜା ଭାଗ୍ୟବତୀ ଚକୁଡ଼ିଆ ପଣ୍ଡାଙ୍କ ଘରକୁ ଗଲେ। ଭାଗ୍ୟବତୀଙ୍କ ମାତା ଶ୍ୱଶୁର ପଚାରିଲେ, ତୁମେ କି ହେତୁ ହତଲକ୍ଷ୍ମୀ ହୋଇଅଛ? ଏହା ଶୁଣି ଭାଗ୍ୟବତୀ କହିଲେ, ସୂତାର ବ୍ରତ କାଢ଼ି ସୁନାର ବ୍ରତ ଲଗାଇଲେ, ସେ ବ୍ରତ କଲରା ଗଛ ମୂଳରେ ପକାଇଦେଲେ। ସେହି ଦିନଠାରୁ ହତଲକ୍ଷ୍ମୀ ହେଲା। ଶ୍ୱଶୁର ଏହା ଶୁଣି କହିଲେ, ଚାଲ କେଉଁଠାରେ ବ୍ରତ ଫିଙ୍ଗିଛ ଆଣିବା। ଭାଗ୍ୟବତୀ ଗଲେ, କଲରା ଗଛ ମୂଳରୁ ସୂତାର ବ୍ରତ ଆଣିଲେ, ବାହୁରେ ବାନ୍ଧିଲେ, ଓଷା ପୂଜିଲେ, ଦୁବ ପ୍ରସାଦ ଘେନିଲେ। ସେହି ବ୍ରତ କରିବାରୁ ସବୁ ଶୁଭ ହେଲା। ରାଜା ରାଣୀ ସୁଖରେ ରହିଲେ। ଏପରି କେତେଦିନ ଉତାରୁ କାର୍ତ୍ତିକ ପୂର୍ଣ୍ଣମୀ ପଡ଼ିଲା। ସେହିଦିନ କେଦାର ବ୍ରତ ପୂଜା। ଭଗବତୀ ସକାଳୁ ସ୍ନାନ କଲା, ଶ୍ରୀ କେଦାରନାଥଙ୍କୁ ସୁମରଣ କଲା। 21 ବନର ଫୁଲ କଲା, 21 ଦୁବ କଲା, 21 ଖଣ୍ଡ ଅପାମରଙ୍କ ଦାନ୍ତକାଠିରେ କଲରା, 21 ଗୁଆ କଲା, 21 ପାନ କଲା, 21 ବରକୋଳ କଲା, 21 ଖଣ୍ଡ ବର ଓହଳ କଲା, 21 ଫଡ଼ା ହଳଦୀ କଲା, ଅଁଳା କୋଳି 21 କଲା, 21 ବନର କନ୍ଥା କଲା, ବରପିଠା 21 କଲା, ଦୋଳି ନଡ଼ିଆ କଦଳୀ ନଡ଼ିଆ ଆଖୁ ପାଡ଼ିଲା, 21 ଶିଖର ବ୍ରତ କଲା। ସେହି ବ୍ରତରେ 21 ଗଣ୍ଠି ପକାଇଲା, ଗୃହ ଲିପା ପୋଛା କଲା, ସର୍ବତ୍ର ରୁଣ୍ଡମଣ୍ଡଳ କାଟିଲା, ଈଶ୍ୱର ପାର୍ବତୀ ସ୍ଥାପିଲା, କେଦାରନାଥକୁ ସୁମରଣା କଲା। କଥା ଶୁଣିସାରି ଓଷା ପୂଜିଲା, ଦୁବ ପ୍ରସାଦ ଲଗାଇଲା। ଏପରି ଓଷା ପୂଜା ଭାଗ୍ୟବତୀ କରିବାରୁ କେଦାରନାଥ ପ୍ରସନ୍ନ ହେଲେ। ରାଜ୍ୟରେ ନିଶ୍ଚିନ୍ତରେ ରହିଲେ। ରାଜା ରାଣୀ ଅତି ଆନନ୍ଦ ହୋଇ ସୁଖରେ ରହିଲେ। ରାଜ୍ୟ ପାଇଲେ। 7 ପୁତ୍ର ଚିନି ଦୁହିତା ହେଲେ। କେଦାରନାଥଙ୍କ କୃପାରୁ ସୁଖରେ ରହିଲେ। ସର୍ବସମ୍ପଦ ମିଳିଲା। ତୁମେ ଏବେ କେଦାର ବ୍ରତ କର, ସାମ୍ରାଜ୍ୟ ପାଇବ। ନେମିଷା ଋଷିଙ୍କଠାରୁ ବ୍ରତ କଥା ଶୁଣି କୁନ୍ତୀ ଶ୍ରୀ କେଦାର ବ୍ରତ କଲେ। କେଦାରନାଥଙ୍କ କୃପାରୁ 5 ପାଣ୍ଡବୀ ସାମ୍ରାଜ୍ୟ ପାଇଲେ, ଅତି ସୁଖରେ ରହିଲେ। ଏ ବ୍ରତ ଯେଉଁ ସ୍ତ୍ରୀମାନେ କରନ୍ତି, ପୁତ୍ରବତୀ ଧନବତୀ ହୁଅନ୍ତି। ଅନ୍ତେ ସେମାନେ ବୈକୁଣ୍ଠକୁ ଯାଆନ୍ତି। ବ୍ରାହ୍ମଣ ଚାମର ତାଙ୍କର ପାଦେ ରହୁ ଭକ୍ତି। ଶ୍ରୀ କେଦାରନାଥଙ୍କ ବ୍ରତ କଥା ସଦାଚୟ ସମ୍ପୂର୍ଣ୍ଣ।